ॐ नमो भगवते वासुदेवाय। ॐ नमो भगवते वासुदेवाय। ॐ नमो भगवते वासुदेवाय। कृष्ण करुणा सिंधु दीनबंधु जगतपते गोपेश गोपिका कांत राधाकांत नमस्तुते। अज्ञान तिमिरान्धस्य ज्ञानाञ्जन शलाकया चक्षुरुन्मीलितं येन तस्मै श्री गुरवे नमः। सदा स्मरणीय भगवान श्री कृष्ण, सदा स्मरणीय सद्गुरुदेव, प्रिय सज्जन मंडली। गतकाली राधाष्टमी कथा आलोचना होता। आज या पूर्व जो भागवत जन्म पूर्णिमा दिन शमी वृक्ष जाइए, शमी वृक्ष जोटा आलोचना होता से आलोचना करने हिमालय बद्रीनाथ पाखर 5 किलोमीटर दूर रे सरस्वती नदी कूल सौम्याप्रास नामक स्थान रे गोटे बड़ पत्थर उपरे व्यासदेव बसथिले। से गालर हाथ देथिले। यही समय देवर्षि नारद वीणा बजे बजेगी सेठारे पहुंची थे। कहले विवेक वैराग्य जार संपत्ति तार पुणी मन दुख कहीं व्यासदेव गालर हाथ देकी बस एणु नारद कहले जे जार विवेक अच्छी वैराग्य अच्छी सी पुणी गालर हाथ देकी बसार कारण कौन? व्यासदेव कहले मु अनेक शास्त्र लिखी किंतु मत सब अपूर्ण अपूर्ण लगुच पूरा लगुनि कारण कौन मुझे जानी पारनी। नारद कहले तो गोविंद लीला रचना करन। गोविंद लीला कौन? कृष्ण लीला तमें लिखिन। 18टा पुराण लिखिच। 18टा पुराण रे मालिक 18 जन उपच किंतु गोविंद लीला रचना करन। तेणु तुमको अभाव अभाव अनुभव होताले मु किमुते कृष्ण लीला लिखी तुम लिखा आरंभ कर, भगवान तुमको साहाय्य करेंगे। बोले कृष्ण लीला कौन? बोले ए विषय मोर भी धारणा ना। मत ब्रह्मा को पुत्र नारद, मोथिले ब्रह्मा को पुत्र नारद। ब्रह्मा को पुत्र नारद गंधर्व माने जो नाचिक गीत गाउले से समय मुझे नाचिक गीत गाइल। ब्रह्मा रागिक मत अभिशाप देले तू मर्त्यपुर को पड़ा। मु मर्त्यपुर को चली आसली। गोटे ब्राह्मण परिवार में मुझे जन्म नेली। माँ से दासी थिला, चाकरानी थिला।
ଚତୁର୍ମାସିଆ ବ୍ରତ ସମୟରେ ଅନେକ ସାଧୁ ସନ୍ଥ ସେଠାରେ ଆସିକି ଆଶ୍ରୟ ନିଅନ୍ତି। 4 ମାସ ରହିବା ପରେ ସାଧୁ ସନ୍ଥ ମାନେ ବିଦାୟ ନେଇ ନିଅନ୍ତି। ଏହି ସମୟରେ ମୋ ମା ଝାଡୁ ମାରିବା କାମ ଥାଏ। ମୁଁ କାଠ ଆଣିକି ତାଙ୍କୁ ସାହାଯ୍ୟ କରେ, ଅଗ୍ନି ସ୍ଥାପନା କରେ, ଯଜ୍ଞ ହୁଏ। ଦୈନିକ କ୍ଷୀରି ପୁରୀ ଲଡୁ କଚୁଡ଼ି ସାଧୁମାନଙ୍କୁ ଖାଇବାକୁ ଦିଆଯାଏ। ଯେତେବେଳେ ପତ୍ର ନେଇକି ଫିଙ୍ଗିବାକୁ ଯାଏ ମୋର ଲୋଭ ହୁଏ, ସେ ପତ୍ର ଟିକେ ଚାଟିଦିଏ। ୟା ଦେଖିକରି ଲୋକମାନେ ଯାଇକି ମୋ ମାଆକୁ କହିଲେ, ତୋ ପୁଅ ଇଟା ପତ୍ର ଚାଟୁଛି। ସିଏ ଆସିକି ସାଧୁଙ୍କୁ କହିଲେ ଯେ ତୋ ପୁଅ ଅଇଠା ପତ୍ର ଚାଟୁନି, ସେ ପ୍ରସାଦ ମହାପ୍ରସାଦ ଖାଉଛି। ଅର୍ଥାତ ଭଗବାନଙ୍କ ପାଖରେ ଯାହା ସମର୍ପଣ ହେଇଥାଏ ସେ ପ୍ରସାଦ ସେ ପାଉଛି, ତାର ଆଉ ଭବ ରୋଗ ହବ ନାହିଁ। କିଛି ଦିନ ପରେ ସାଧୁ ସନ୍ଥ ମାନେ ବିଦାୟ ନେଇଗଲେ। ନବା ସମୟରେ ନାରଦ ଯାଇକି ସେମାନଙ୍କୁ କହିଲେ ଯେ ମତେ କିଛି ଉପଦେଶ ଦେଇଯାଉ। ସବୁ ସାଧୁ ସନ୍ଥ ମାନେ ତାଙ୍କୁ କହିଲେ ତମେ କହିବ ଓಂ ନମୋ ଭଗବତେ ବାସୁଦେବାୟ, ଏଇ ମନ୍ତ୍ର ଜପ କରିବ। ଜପ କଲେ ଭଗବାନ ତୁମକୁ ଦର୍ଶନ ଦେବେ। ସାଧୁମାନେ ବିଦାୟ ହେଇଗଲେ। ନାରଦର ମା ଦିନେ ଗାଈ ଧୋଇବାକୁ ଯାଇଥିଲା। ଏଇ ସମୟରେ ତାକୁ ସାପ କାମୁଡ଼ିଲା, ଆଉ ନାରଦର ମା ମରିଗଲା। ଏ ଯୋଉ ମରିଗଲା, ନାରଦ ଏକା ହେଇଗଲା। କାହାରିକି କିଛି ନ କହିକି ଦିନେ ଜଙ୍ଗଲ ଭିତରକୁ ପଳେଇଲା। ଜଙ୍ଗଲରେ ବୁଲାବୁଲି କଲା, ଖାଇବା ପିଇବା କିଛି ନାହିଁ। ଗୋଟେ ଗଛ ମୂଳ ବସିକି ଆଖି ବୁଜିକି ଧ୍ୟାନ କଲା। ଏଇ ସମୟରେ ଶୂନ୍ୟବାଣୀ ହେଲା, ଆଖି ଖୋଲ। ନାରଦ ଆଖି ଖୋଲିଲେ, ଭଗବାନ ତାକୁ ଦର୍ଶନ ଦେଲେ। କହିଲେ ଇଏ ଜନ୍ମ ପାଇଁ ତୁମକୁ ଏତିକି ଦର୍ଶନ ଦେଲି, ଏଣିକି ତମର କାମ ହେଲା ଦୈନିକ ବୀଣା ବଜେଇକିରି ଭଗବାନଙ୍କର ନାମ ଗାନ କରିବ। ସେଇଦିନ ପାଖରୁ ନାରଦ ବୀଣା ବଜେଇକି ନାରାୟଣ ନାରାୟଣ ନାମ ଗାନ କରୁଛନ୍ତି। এই হଉଛି କଥା। କଥା ମାନେ ଗୋବିନ୍ଦ ଲୀଳା ରଚନା କରିବେ କିଏ? ସେ ବ୍ୟାସଦେବ। ବ୍ୟାସଦେବ ଶୁଣିଲେ ନାରଦଙ୍କ ପାଖରୁ ତାଙ୍କ ଜନ୍ମ କାହାଣୀ। ନାରଦ ବିଦାୟ ନେଇ ସାରିବା ପରେ ବ୍ୟାସଦେବ ଆଖି ବୁଝିକି ଧ୍ୟାନ କଲେ। ଶିବ ଠାକୁର ତାକୁ ଦର୍ଶନ ଦେଲେ। ଶିବ ଠାକୁର ଦର୍ଶନ ଦେବାରେ ବ୍ୟାସଦେବ ପଚାରିଲେ, ମୁଁ ଭାଗବତ ରଚନା କରିବି, ଆପଣ ମତେ ସାହାଯ୍ୟ କରିବେ। ଶିବ ଠାକୁର କହିଲେ ହଁ ମୁଁ ସାହାଯ୍ୟ କରିବି। ତେଣୁ ବ୍ୟାସଦେବ ଏବେ ଭାଗବତ ରଚନା କରିବେ। ସେପଟ ନିତ୍ୟ ବୃନ୍ଦାବନରେ ରାଧାକୃଷ୍ଣ ଦୋଳି ଝୁଲୁଥିଲେ। ଦୋଳି ଝୁଲିବା ସମୟରେ କୃଷ୍ଣ ହସିଲେ। ରାଧା ପଚାରିଲେ ହସିଲେ କାହିଁକି? ନା ଆମ କଥା ଏ ସଂସାରରେ କିଏ କହିବ, ପ୍ରଚାର କରିବ କିଏ? ରାଧା କହିଲେ ଆମେ ଯୋଉ ଶୁକ ପକ୍ଷୀଟା ପାଳିଛେ, ସେ ଶୁକ ପକ୍ଷୀ ଆମ କଥା ଯାଇକି ଚାରିଆଡେ ପ୍ରଚାର କରିବ। ଶୁକ ପକ୍ଷୀ ମନା କଲା, ମୁଁ ସଂସାର ବଣକୁ ଯିବିନି କି ବନ୍ଧା ପଡିନି। କୃଷ୍ଣ କହିଲେ ନା, ସଂସାର ବଣକୁ ତତେ ଯାଇତେ ହବନି, କେବଳ ଭାଗବତରେ ତୋର ନାଁ ରହିବ। ଏମିତି କଳିଯୁଗ ଆରମ୍ଭରେ 60,000 ଋଷି ମୁନି ନୈମିଷାରଣ୍ୟରେ ଗୋଟେ ସଭା କଲେ। ସେ ସଭାରେ ଯାଇକି ନାରଦ ପହଞ୍ଚିଲେ।
ବିଷୟବସ୍ତୁ ଥିଲା ଆଲୋଚନାର ବିଷୟବସ୍ତୁ କଳିଯୁଗରେ କି ନାମ ଭୋଜନ କରାଯିବ। এই ସମୟରେ ସବୁ ଋଷିମୁନି କହିଲେ ନାରଦ କହନ୍ତୁ କଳିଯୁଗରେ କି ନାମ ଭୋଜନ କରାଯିବ। ନାରଦ କହିଲେ ମତେ କିଛି ଦିନ ସମୟ ଦିଅ। ସମୟ ଦିଅ ବୋଲି କହିକି ଚାଲିଗଲେ କୈଳାସ ପର୍ବତ। କୈଳାସ ପର୍ବତରେ ଶିବ ଠାକୁର ତପସ୍ୟା କରୁଥିଲେ। ପାର୍ବତୀ ମାତା ଚୁପକି ବସିଥିଲେ। ନାରଦ ପହଞ୍ଚିଲେ, କହିଲେ ପାର୍ବତୀ ମାତାଙ୍କର ଜୟ ହେଉ। ପାର୍ବତୀ ମାତା କହିଲେ ବହୁତ ଦିନ ପରେ ତମର ଦେଖା ହେଇଛି। ଦେଖା ହେଇছে ସତ। ନାରଦ କହିଲେ ମୁଁ ଶୁଣି ଆସିଲି ଦେବତା ମାନେ ଚର୍ଚ୍ଚା କରୁଥିଲେ ଯେ ତମ ସ୍ୱାମୀ ସ୍ତ୍ରୀଙ୍କର କାଳେ ପଡୁନି, ଝଗଡା ନାଗୁଛ ଅଧିକାଂଶ ବେଳେ। କହିଲେ ନା ତ ଆମ ସ୍ୱାମୀ ସ୍ତ୍ରୀଙ୍କର ଝଗଡା ନାହିଁ। ସେତେବେଳେ ସେ କହିଲେ ଯଦି ଝଗଡା ନାହିଁ ଶିବ ଠାକୁର ତାଙ୍କ ଗଳାରେ କାହିଁକି 107ଟା ମୁଣ୍ଡ ଗୁନ୍ଥିକିରି ପକେଇଛନ୍ତି। এই ସମୟରେ ପାର୍ବତୀ ସତୀ ମନେ ମନେ ଭାବିଲେ ଯେ ସତ କଥା ତ, ମୁଁ ତ ଆଜି ପର୍ଯ୍ୟନ୍ତ ମୋ ସ୍ୱାମୀକି ପଚାରିନି। ନାରଦ ପଳେଇ ଆସିଲେ। ଶିବ ଠାକୁର ତପସ୍ୟା ସରିବା ପରେ ଯେତେବେଳେ ନିଜ କକ୍ଷକୁ ଗଲେ ପାର୍ବତୀ ମନମଣା କରିକିରି ବସିଛନ୍ତି ଦେଖିଲେ। ବୋଲେ କଣ ହେଇଛି ଦେବୀ, ତମେ କାହିଁକି ମନମଣା କରିଛ? ମନମଣା କିଛି ନାହିଁ, ତମେ ଯେ ମୁଣ୍ଡ ବାଳ ଗୁଡା କାହିଁକି ବେକରେ ପକେଇଛ? ନା ନା ଏଇଟା ମୁଣ୍ଡ ବାଳ ନୁହେଁ, ଇଏ 107ଟା ପାର୍ବତୀଙ୍କ ମୁଣ୍ଡ। ବୋଲେ 107ଟା? ନା ହଁ, ତମ ପୂର୍ବରୁ ମୁଁ 107ଟା ପାର୍ବତୀ କି ବାହା ହେଲିଣି। ସେମାନେ ସବୁ ଗଲେ କୁଆଡେ, ସେମାନେ ସବୁ ମରି ଯାଉଛନ୍ତି, ତମେ କେବଳ ଏକୁଟିଆ ବଞ୍ଚିଛ। କେଉଁଠୁ ପଚାରିଲେ ଯେ ତମେ ଚିଛ ଆଉ ସେମାନେ କାହିଁକି ମରିଗଲେ? ଶିବକୁ ପଚାରିଲେ ପାର୍ବତୀ, ତମେ ଏକୁଟିଆ ବଞ୍ଚିଛ, ସେ 107ଟା ମରିଗଲେ। ସେମାନେ ଅଜର ଅମର ଶିଖି ନାହାନ୍ତି, କଥାଟା ଜାଣନ୍ତିନି, ଏଣୁ ସେମାନେ ମରିଗଲେ। ଆସିଲେ ମୁଁ ବି ଯଦି ତମ ସମୟ ଆସିଲେ ତମେ ମରିଯିବ, କଣ କରାଯିବ? ନା ମୁଁ କେମିତି ଅମର ହେବି, ମତେ ସେଇ କଥାଟା କୁହ। ଏଣୁ ସତୀମାତାକୁ ଧରିକିରି ଶିବ ଠାକୁର ନୈମିଷା ଅରଣ୍ୟକୁ ଗଲେ। ଜୀବଜନ୍ତୁ ଚାରିଆଡକୁ ବୁଡେଇ ଦେଲେ। ଗୋଟେ ଗଛ ମୂଳ ବସିଲେ, ବସିକିରି ଅମର କଥା ଆଲୋଚନା ଆରମ୍ଭ ହେଲା। ଏଣେ ନିତ୍ୟ ବୃନ୍ଦାବନର ଯୋଉ ଶୁକ ପକ୍ଷୀ ଉଡି ଆସିଥିଲା ଆସିକି ସେଇ ଗଛ ଡାଳରେ ବସିଛି। ଏଇ ଯୋଉ ଭାଗବତ କଥା ଆରମ୍ଭ ହେଇଛି, ଅମର କଥା ଯୋଉ ଆଲୋଚନା ଚାଲିଛି, ଆଲୋଚନା ସରିବା ପରେ ପରେ ଶିବ ଠାକୁର ପଚାରିଲେ ସତୀମାତାକୁ, ଶୁଣିଲ ଦେବୀ ଶୁଣିଲ? ନା ମୁଁ ଏତିକି ବାଟ ପର୍ଯ୍ୟନ୍ତ ଶୁଣିଛି, ଆଉ କିଛି କଥା ମୋର ମନରେ ନାହିଁ। କହିଲେ ଏତେ କଥା ମୁଁ ଆଲୋଚନା କଲି, ସେ କଥାଟା କିଏ ଶୁଣିଲା? ଗଛଟାକୁ ହଲେଇ ଦେଲେ, ଶୁକ ପକ୍ଷୀଟା ଉଡ଼ିଗଲା। ଶିବ ତାକୁ ବୁଡେଇଲେ ମାରିବା ପାଇଁ। ବ୍ୟାସଦେବଙ୍କ ପତ୍ନୀ ବିତିକା ଆକାଶ ଗଙ୍ଗାରେ ସ୍ନାନ କରୁ। ସିଏ ତର୍ପଣ କରିବା ସମୟରେ ଗୋଟେ ସୂକ୍ଷ୍ମ ରୂପ ଧରିକରି ଶୁକ ପକ୍ଷୀ ତାଙ୍କ ଗର୍ଭରେ ପଶିଗଲା। ଶିବ କହିଲେ ତତେ ମୁଁ ହତ୍ୟା କରିବୁ। କହିଲେ ଯେ ଆମେ ଆପଣଙ୍କର ଶିଷ୍ୟ, ଆପଣ କାହିଁକି ଆମକୁ ହତ୍ୟା କରିବେ? କହିଲା ତମ ଭିତରେ ମୋ ଶତ୍ରୁ ଅଛି। କହିଲେ ସେ ଜନ୍ମ ହଉ ତାକୁ ହତ୍ୟା କରିବ, ଏବେ ତମେ କାହାରିକି ହତ୍ୟା କରିପାରିବ? ଶିବ ଠାକୁର
ଫେରିଗଲେ। 12 ବର୍ଷ ମାତୃଗର୍ଭରେ ରହିଲେ ବ୍ୟାସଦେବ। ଦିନେ ବ୍ୟାସଦେବ ସେ ଗର୍ଭକୁ ସ୍ତୁତି କରି କହିଲେ, କିଏ ଗର୍ଭରେ ଅଛ କୁହ, ତମେ ମା କଷ୍ଟ ପାଉଛି, ଜନ୍ମ ନଉନ କାହିଁକି? ନା ଜନ୍ମ ନେବା ସମୟରେ ମତେ ଶିବ ଠାକୁର ଆସିକି ମାରିଦେବେ। ଏଣୁ ବ୍ୟାସଦେବ କହିଲେ, ମୁଁ ଶିବଙ୍କୁ ଧ୍ୟାନ କରୁଛେ, ଶିବ ଆସନ୍ତୁ, ତମେ ଜନ୍ମ ହୁଅ। ଶିବ ଆସୁଛନ୍ତି, ଏପଟର ଶୁକଦେବ କୃଷ୍ଣକୁ ଧ୍ୟାନ କରିଛନ୍ତି, କୃଷ୍ଣ ଆସୁଛନ୍ତି। ଶିବଙ୍କର କୃଷ୍ଣଙ୍କର ବାଟରେ ଭେଟ ହେଲା। ଏଇ ବାଟର ଭେଟ ହେବା ସମୟରେ କହିଲେ, ଠାକୁରେ ଆପଣ କୁଆଡେ? ନା ମୁଁ ଯାଉଛି ମୋ ଭକ୍ତକୁ ରକ୍ଷା କରିବା ପାଇଁ। କୃଷ୍ଣ କହିଲେ, ନା ଆପଣଙ୍କ ଭକ୍ତ କିଏ? ନା ଶୁକଦେବ। କହିଲା, ମୁଁ ତ ତାକୁ ମାରିବା ପାଇଁ ଯାଉଥିଲି। ନା କାହିଁକି? ନା ଅପାତ୍ରରେ ଦାନ ହେଇଗଲା, ଅମର କଥା ସେ ଶୁଣିଛି। ହେଲା, ମୁଁ ତ ତାକୁ ପଠେଇଛି ସଂସାରରେ ରାଧାକୃଷ୍ଣ କଥା, ଭାଗବତ କଥା ପ୍ରଚାର କରିବା ପାଇଁ। ତମେ କାହିଁକି ତାକୁ ମାରିବ? ହେଲା, ତାଙ୍କର କମ୍ପ୍ରମାଇଜ ହେଇଗଲା, ସେ ଫେରିଗଲେ। ଏଣୁ ଶୁକଦେବ ସେଇଠି ଜନ୍ମ ହେଲେ। ଜନ୍ମ ହେଲେ ନମିଷାରଣ୍ୟକୁ ଚାଲିଲେ। ବାଟରୁ ଦେବକନ୍ୟା ମାନେ ଆକାଶ ଗଙ୍ଗାରେ ସ୍ନାନ କରୁଥିଲେ। ଦୌଡ଼ିକି ଆସିକିରି ସେମାନେ ଶୁକଦେବକୁ ନମସ୍କାର ହେଲେ। ବ୍ୟାସଦେବ ପୁଅ ପୁଅ କହିକି ତା ପଛରେ ଯୋଉ ଗୋଡେଇଥିଲେ ତାକୁ ଦେଖିକି ପାଳ ନୁଚିଲେ। ବ୍ୟାସଦେବ ପଚାରିଲେ, ମୁଁ ତ ବୁଢା ଲୋକ, ତମ ଅଜା ସମାନ, ମତେ ଦେଖିକି ନୁଚିଲ? ସିଏ ତ 16 ବର୍ଷର ଯୁବକଟେ, ତାକୁ ଦେଖିକି ଜୁହାର ହେଲ। ସେଠୁ ଦେବକନ୍ୟା ମାନେ କହିଲେ, ତାଙ୍କର ମାୟା ମମତା କିଛି ନାହିଁ, ତମର ମାୟା ମମତା ଅଛି। ଏଣୁ ସେ ତମେ ପୁଅ ପୁଅ କହୁଛ, ସେ ତମ ପୁଅ ନୁହେଁ, ସେ ସିଦ୍ଧ ମହାତ୍ମା। ଏଣୁ ଯିଏ ନିଜ ନିଜ ରାସ୍ତାରେ ସମସ୍ତେ ଗଲେ। ଇଏ ଗଲେ, କଥା ଆରମ୍ଭ ହେଲା, ଭାଗବତ କଥା ଆରମ୍ଭ ହେଲା କୋଉଠି? ନମିଷାରଣ୍ୟରେ। କିନ୍ତୁ ତା ପୂର୍ବରୁ ଯେ ବିଭିନ୍ନ ଋଷିମୁନି ମାନେ ଏଠି ସବୁ କଥା ଶୁଣିଲେ। କଥା ଶୁଣିକି ଯିବା ପରେ ଆଉ ଗୋଟେ ଜାଗାରେ ଗୋଟେ ସଭା ହେଲା। ସେଇ ନମିଷାରଣ୍ୟର ଦ୍ୱିତୀୟ ଥର ଯୋଉ ସଭା ହେଲା, ସେଥିରେ ସବୁ ସାଧୁ ସନ୍ଥ ମାନେ ବସିଛନ୍ତି। ଆଉ ସୌନକ ମୁନି ଆଉ ସୁତ ମୁନି, ସୁତ ମୁନି ହେଲେ ଗୁରୁ, ସୌନକ ମୁନି ହେଲେ ଶିଷ୍ୟ। ତେଣୁ ସୌନକ ମୁନି ସୁତକୁ ସେଇକି 6ଟା ପ୍ରଶ୍ନ ପଚାରିଲେ। ସେ 6ଟା ପ୍ରଶ୍ନ କଣ? ବା ଜୀବନର ଲକ୍ଷ୍ୟ କଣ? ଦ୍ୱିତୀୟ ପ୍ରଶ୍ନ ହେଲା, ସକଳ ଶାସ୍ତ୍ରର ସାର କଥା କଣ? ତୃତୀୟ ପ୍ରଶ୍ନ ହେଲା, ଭଗବାନ କାହିଁକି ଅବତାର ହୁଅନ୍ତି? ଚତୁର୍ଥ ପ୍ରଶ୍ନ, ଭଗବାନ କେତେ ଅବତାର ହେଇଥିଲେ? ପଞ୍ଚମ ପ୍ରଶ୍ନ, ଦେବକୀ ଉଦରକୁ ଭଗବାନ କାହିଁକି ଆସିଥିଲେ? ଷଷ୍ଠ ପ୍ରଶ୍ନ, ଧର୍ମ କାହା ପାଖରେ ସ୍ଥାନ ପୋଷିଲା? ପ୍ରଥମ ପ୍ରଶ୍ନର ଉତ୍ତର ହଉଛି, ଜୀବନର ଲକ୍ଷ୍ୟ ଭଗବତ ପ୍ରାପ୍ତି, ମୃତ୍ୟୁ ନୁହେଁ। ଜନ୍ମସ୍ୟ ମୃତ୍ୟୁ ଧ୍ରୁବ। ଜନ୍ମ ହେଲେ ମଣିଷ ମରିବ, ଜୀବ ଯେତେ ଜନ୍ମ ହେବେ ମରିବେ, ଏଟା ସାଧାରଣ କଥା। ଜନ୍ମସ୍ୟ ମୃତ୍ୟୁ ଧ୍ରୁବ। ଆଉ କିନ୍ତୁ ଜନ୍ମ ହେଲେ ଭଗବାନଙ୍କୁ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରିବାଟା ହଉଛି ବଡ କଥା। ଯେ ମଣିଷ ଜୀବନର ଲକ୍ଷ୍ୟ କଣ? ନା ଭଗବତ ପ୍ରାପ୍ତି, ଭଗବାନଙ୍କୁ ସେ କେମିତି ପାଇବ, ଦେଖିବ, ଇତ୍ୟାଦି। ଦ୍ୱିତୀୟ ପ୍ରଶ୍ନ, ସକଳ ଶାସ୍ତ୍ରର ସାର କଥା କଣ? ଦ୍ୱିତୀୟ ପ୍ରଶ୍ନ ହଉଛି, ଜୀବନର ଲକ୍ଷ୍ୟ ହେଲା ଭଗବତ ପ୍ରାପ୍ତି। ଦ୍ୱିତୀୟ ପ୍ରଶ୍ନର ଉତ୍ତର ହଉଛି, ସକଳ ଶାସ୍ତ୍ରର ସାର କଥା ହେଲା ଭାଗବତ। ତାପରେ ଆସିଲା ତୃତୀୟ ପ୍ରଶ୍ନ, ଭଗବାନ
ଅବତାର ହୁଅନ୍ତି କାହିଁକି? ନା ଜୀବ ମାୟା ଭଗବାନ ଜୀବକୁ ମାୟା ଜଙ୍ଗଲକୁ ଫିଙ୍ଗି ଦେଇଛି, ତେଣୁ ତାକୁ ଉଦ୍ଧାର କରିବା ପାଇଁ ସେ ଆସନ୍ତି। ଏ କଥାର ଅର୍ଥ ମାୟା ଜଙ୍ଗଲକୁ ଫେରିଛନ୍ତି। ଆମକୁ ଭଗବାନ ଆସି ଉଦ୍ଧାର କରିବା ପାଇଁ, କୃଷ୍ଣ ଆସିଥିଲେ ଉଦ୍ଧାର କରିବା ପାଇଁ, ରାମ ଆସିଥିଲେ ଉଦ୍ଧାର କରିବା ପାଇଁ, ବରାଙ୍ଗ ମହାପ୍ରଭୁ ଆସିଥିଲେ ଉଦ୍ଧାର କରିବା ପାଇଁ, ଶଙ୍କରାଚାର୍ଯ୍ୟ ଆସିଥିଲେ ଉଦ୍ଧାର କରିବା ପାଇଁ। ଯେତେ ସବୁ ଭଗବାନଙ୍କର ରୂପ, ଭଗବାନ ଅବତାର ହୁଅନ୍ତି କେବଳ ଭକ୍ତକୁ ଉଦ୍ଧାର କରିବା ପାଇଁ ଆସନ୍ତି। ତାପରେ କଥା ହଉଛି, ତାପର ପ୍ରଶ୍ନ, ଭଗବାନ କେତେ ଅବତାର ହେଇଥିଲେ? ନା ଅସଂଖ୍ୟ ଅବତାର ହେଇଥିଲେ। ଭାଗବତରେ ଲେଖା ହେଇଛି 24 ଅବତାର, ଗୀତ ଗୋବିନ୍ଦରେ ଲେଖା ହେଇଛି 10 ଅବତାର। କିନ୍ତୁ ଭଗବାନ ନେଇକି ଆସନ୍ତି ଯାର ଭକ୍ତ ଯେତେବେଳେ ଡାକିଲେ ଭକ୍ତ ପାଖକୁ ଭଗବାନ ଆସନ୍ତି। ଏଣୁ ପୁଣି ଦେବକୀ ଉଦରକୁ କାହିଁକି ଆସିଲେ? ନା 2 ଜଣ ମା ବାପ ଏକ ସମୟରେ ତପସ୍ୟା କରୁଥିଲେ, ଋଷିଣୀ ସୁତପା, ଧରା ଆଉ ଦୃଢ। 2 ଜଣ ବାପ ମା ତପସ୍ୟା କରୁଥିଲେ। ଜଣେ ବାପ ମା ତପସ୍ୟା କରୁଥିଲେ ଭଗବାନଙ୍କୁ ଜନ୍ମ ଦେବେ, ତମେ ମୋର ପୁଅ ହବ। ଆଉ ଜଣେ ବାପ ମା ତପସ୍ୟା କରୁଥିଲେ ଭଗବାନଙ୍କୁ ସେ ମମତା ଦେବ ବୋଲିକି ତପସ୍ୟା କରୁଥିଲେ। ସେ 2 ଜଣ କିଏ କିଏ? ନା ଜଣେ ହେଲା ଦେବକୀ ବସୁଦେବ, ସେ ଜନ୍ମ କଲେ ଆଉ ପାଳିଲେ, ମମତା ଦେଇକି ପାଳିଲେ। କିଏ? ସେ ନନ୍ଦ ଆଉ ଯଶୋଦା। ଇଏ ବଡ଼ ଅଦ୍ଭୁତ ଲୀଳା। ଗୋଟେ ଜାଗାରେ ଜନ୍ମ ହେବେ, ଗୋଟେ ଜାଗାରେ ପାଳନ ପୋଷଣ ହେବେ। ସେଠି ଜନ୍ମ ହେଲେ ପଳେଇ ଆସିଲେ ନନ୍ଦ ଭବନ। ନନ୍ଦ ଭବନରେ ରହିଲେ 16 ବର୍ଷ 10 ମାସ। ତାପରେ ପଳେଇଲେ ମଥୁରା, ମଥୁରାରୁ ପଳେଇଲେ ପାଠ ପଢିବା ପାଇଁ ଉଜ୍ଜୟିନୀ, ଉଜ୍ଜୟିନୀରୁ ପଳେଇ ଆସିଲେ ପଲେ ଦ୍ୱାରିକା, ତାପରେ ମହାଭାରତ ଯୁଦ୍ଧ ଆରମ୍ଭ। ଏଇ ସବୁ ଭଗବତ ଲୀଳା ଭାଗବତରେ ଆଲୋଚନା ହେଇଛି। ଏଥିରୁ ଯାହା ଜଣା ପଡୁଛି ଯେ ଏ ଭାଗବତ କହିଥିଲେ ଶୁକଦେବ, ଶୁଣିଥିଲେ ପରୀକ୍ଷିତ। ତାଙ୍କ ନାଁ ପରୀକ୍ଷିତ ହେଲା କାହିଁକି? ନା ସେ ଯେତେବେଳେ ତାଙ୍କ ମା ପାଖରୁ ଜନ୍ମ ହେଲେ, ଟିକେ ବଡ ହବା ପରେ ସମସ୍ତଙ୍କ ହାତ ଧରିକି ସମସ୍ତଙ୍କ ମୁହଁକୁ ଚାହିଁଲେ। ଯୁଧିଷ୍ଠିର ପଚାରିଲେ, ଲୋକଙ୍କ ହାତ ଧରିକି ଲୋକଙ୍କ ମୁହଁକୁ କାହିଁକି ଚାହୁଁଛୁ? ନା ମୁଁ ଗୋଟେ ଜିନିଷ ମାତୃଗର୍ଭରେ ଦେଖିଥିଲି, ସେଇଟାକୁ ଖୋଜୁଛି। ସେଠୁ ଯୁଧିଷ୍ଠିର କହିଲେ, ତୁ ଗୋଟେ ବଡ କଥା ପରୀକ୍ଷା କରୁଥିବାରୁ ତ ନା ପରୀକ୍ଷିତ ରଖା ହେଲା। ଗୋଟେ ବଡ କଥା ପରୀକ୍ଷା କରୁଥିବାରୁ ଗୋଟେ ତ ନାଁଟା ରଖା ହେଲା ପରୀକ୍ଷିତ। ସେ ପ୍ରମାଣ କରୁଛି କିଏ ମୋ ମାତୃଗର୍ଭ କାହାକୁ ଦେଖିଥିଲି। ତେବେ ଭାରତର ଦିଲ୍ଲୀ ବିମାନ ବନ୍ଦରରେ ଆମେ ଭ୍ରମଣକୁ ଯାଇଥିଲୁ। ନହେଲେ ଇସ୍କନ ଲୋକ ବିଦେଶରୁ ଫେରିଲେ, ପ୍ୟାଣ୍ଟ ସାର୍ଟ ପାଲଟି ପକେଇ ଗେରୁଆ ପୋଷାକ ପିନ୍ଧିଲେ, ଭାରତ ଭୂମିକି ଦଣ୍ଡବତ ହେଲେ। ସାମ୍ବାଦିକ ମାନେ ତାଙ୍କୁ ପ୍ରଶ୍ନ କଲେ, ଭାରତ ମାଟି କାହିଁକି ଜ୍ୱାର ହଉଛ? ନା ଭଗବାନ ବାରମ୍ବାର ଏଇ ଭାରତ ଭୂମିରେ ଜନ୍ମ ନେଉଛନ୍ତି। ଭାରତର ବାପ ମା ମାନେ ତପସ୍ୟା ଆଉ ତପସ୍ୱିନୀ, ତପସ୍ୟା କରିକି ଭଗବାନଙ୍କୁ ଗର୍ଭରେ ଧାରଣ କରିକି ଜନ୍ମ ଦେଇପାରନ୍ତି। ଏଣୁ ଭାରତକୁ ଆମେ ଆସୁଛୁ, ଭାରତ ଭୂମିକୁ, ପବିତ୍ର ଭୂମି ଏଟା, ପବିତ୍ର ଭୂମିକୁ ଆମେ ଦଣ୍ଡବତ ହେଉ। ତେବେ ଆମେ ବର୍ତ୍ତମାନ ଏଇ ଯୋଉ ଭାଗବତର କିଛି ପ୍ରଶ୍ନ ଉତ୍ତର ଏଟା ଆଲୋଚନା ହେଲା। ତାପରେ ଆମେ ପଳେଇବା ଆରବ୍ଧ
ବୈକୁଣ୍ଠପୁରରୁ ତପରକୁ ଫେରିଛନ୍ତି, ସବୁ ମଠ ମନ୍ଦିରର ଭ୍ରମଣ କରୁଛନ୍ତି, ଠାକୁର ଦର୍ଶନ କରୁଛନ୍ତି। ଏହି ସମୟରେ ଯମୁନା କୂଳକୁ ଯିବା ସମୟରେ ସେ ଦେଖିଛନ୍ତି ଗୋଟେ ସ୍ତ୍ରୀ ଲୋକ ବସିକି କାନ୍ଦୁଛି। ନାରଦ ପଚାରିଲେ, ମା ତମେ କାନ୍ଦୁଛ କାହିଁ? ନା ମୋର 2ଟା ପୁଅ ବେମାରୀ ପଡ଼ିଛନ୍ତି, ରୋଗମୁକ୍ତ ହେଇପାରୁନାହାନ୍ତି, ସେଥିପାଇଁ କାନ୍ଦୁଛି। ହେଲେ ତମ ଘର କୋଉଠି? ହେଲେ ଆମ ଘର ସେ ଗୁଜୁରାଟ। ଆମେ ଭ୍ରମଣ କରୁ କରୁ ଆମେ ରୋଗୀ ପାଲଟି ଗଲୁ। ବୃନ୍ଦାବନରୁ ପହଞ୍ଚିବା ପରେ ମୁଁ ସୁସ୍ଥ ହେଇଗଲି। ମା ଜଣକୁ କହୁଛି, ମୋ ପୁଅ 2 ଜଣ ସୁସ୍ଥ ହେଲେନି। ତମ ପୁଅ କାହାନ୍ତି? 2 ଜଣ ବୁଢା ଲୋକଙ୍କୁ ଦେଖିକି କହିଲେ, ଏଇ 2 ଜଣ ହଉଛନ୍ତି ମୋ ପୁଅ। ଜ୍ଞାନ ଆଉ ବୈରାଗ୍ୟ, ବିବେକ ଆଉ ବୈରାଗ୍ୟ, ଏ 2 ଜଣ ହଉଛନ୍ତି ମୋ ପୁଅ। ହେଲେ ତମର ତ ବୟସ 16 ବର୍ଷ, ତାଙ୍କର ବୟସ 80-90 ବର୍ଷ, ସେ କେମିତି ପୁଅ ହେଲେ? ତମେ କେମିତି ମା ହେଲ? ହେଲେ ମୁଁ ବି ବୁଢ଼ୀ ହେଇଯାଇଥିଲି। କେବଳ ଏଇ ବୃନ୍ଦାବନକୁ ଆସିବା ପରେ ଏସବୁ ସୁବିଧା ହେଲା, ମୁଁ ପରିବର୍ତ୍ତନ ହେଇଗଲି, ମୋ ପୁଅ 2 ଜଣ ବୁଲେଇ ପାରିଲିନି। ଦେବର୍ଷି ନାରଦ କହିଲେ, ମୁଁ ସେମାନଙ୍କ କଥା ବୁଝିଦେବି, ତମେ ମନ ଦୁଃଖ କରନି। ଭାବିକି ଭଗବାନଙ୍କ ପାଖକୁ ଯିବା ସମୟରେ ରାଧାକୃଷ୍ଣ ଦୋଳି ଝରୁଛନ୍ତି। କୃଷ୍ଣ ହସିଲେ। ରାଧା ପଚାରିଲେ, ହସିଲ? ହେଲା ଭକ୍ତ ଭଗବାନଙ୍କ ପାଖକୁ ରାସ୍ତା ପାଉନି। କାହିଁକି ରାସ୍ତା ପାଉନି? ନା ରାସ୍ତା ଏଇଥିପାଇଁ ପାଉନି, ସିଏ କ'ଣ ସବୁ ବୁଝିଦବ, ମୋ ଦୁନିଆଟାର ସିଏ କ'ଣ ବୁଝିବ? ଅହଙ୍କାର ଭାବନାରେ ସେ କଥା କହୁଛି, ମୁଁ ବୁଝିଦେମି, ଛୁଆ 2ଟାଙ୍କ କଥା ମୁଁ ବୁଝିଦେମି। ଏକଥା ନାରଦ ଶୁଣିପାରିଲେ। ହେଲେ ପ୍ରଭୁ ମୋର ଅହଙ୍କାର ସକାଶେ ମୋତେ କ୍ଷମା କର। ତେଣୁ ଭଗବାନ ତାଙ୍କୁ କହିଲେ ଯେ, ଦେଖ ତମ ପୂର୍ବରୁ ତମର 4 ଜଣ ଭାଇ ଜନ୍ମ ହେଇଥିଲେ, ସେମାନେ ହିମାଳୟରେ ତପସ୍ୟା କରୁଛନ୍ତି। ତମେ ଯୋଉ ତାକୁ କହିବ, ସେ ତମକୁ ଭାଗବତ ଶୁଣେଇଲେ, ଇ ଜ୍ଞାନ ଭକ୍ତି ବୈରାଗ୍ୟ ଆସିକି ତମ ସାଙ୍ଗରେ ଶୁଣିଲେ। ତେଣୁ ସେ ହିମାଳୟକୁ ଗଲେ। ହିମାଳୟରୁ ଡାକିଲେ ତା ଭାଇମାନଙ୍କୁ, ସନକ, ସନନ୍ଦ, ସନନ୍ଦନ, ସନାତନ। 4 ଜଣ ଯାକ ଆସି କହିଲେ ଯେ ନାରଦକୁ, ତମେ ଯୋ ଗଙ୍ଗା ନଦୀ କୂଳର ଆନନ୍ଦ ଘାଟରେ ସଭା ଡାକିବ, ବାବାଜୀ ମାନେ ସେଠାକୁ ଆସିବେ, ସେମାନେ ବସିବେ, ବସିଲେ ଜ୍ଞାନ ଭକ୍ତି ବୈରାଗ୍ୟ ଆସିବେ, ସମସ୍ତେ ଆସିଲେ ଆମେ ଯାଇକି ଭାଗବତ ଆଲୋଚନା କରିବୁ। କଲେ ସେମାନେ ରୋଗମୁକ୍ତ ହେବେ। କି ରୋଗ? ନା ଭବ ରୋଗ। ଏ ଯୋଉ ବିବେକ ବୈରାଗ୍ୟ ଯୋଉ ତାଙ୍କର ରୋଗ ହେଇଛି, ସେ ରୋଗଟା ହଉଛି ପୁନରପି ଜନ୍ମଂ ପୁନରପି ମରଣଂ ପୁନରପି ଜନନୀ ଜଠରେ ଶୟନ। ଇଏ ସେମାନେ ରୋଗମୁକ୍ତ ହେବେ। ତାପରେ এই କଥା ଆଲୋଚନା ହେବା ପରେ ସଭା ବସିଲା। ସବୁ ଋଷିମୁନି ମାନେ ଆସିଲେ, ମାନେ ଜ୍ଞାନ ବୈରାଗ୍ୟ ଭକ୍ତି ସିଏ ବି ଆସିକି ପହଞ୍ଚିଲେ। ଆସିକି ନାରଦ ଆସିକି ପହଞ୍ଚିଲେ। ନାରଦକୁ ପଚାରିଲେ, ସମସ୍ତଙ୍କର ଆସନ ଅଛି, ଆମର ଆସନ କାହିଁ? ଆମେ କୋଉଠି ବସିବୁ? ସେଇଠୁ ସେ ନାରଦ କହିଲେ, ତମେ ସମସ୍ତଙ୍କ ହୃଦୟରେ ବସ। କୋଉଠି ବସିବ? ତମେ ସମସ୍ତଙ୍କ ହୃଦୟରେ ବସ। ବସିଲେ ତମେ ଭାଗବତ ଶୁଣିପାରିବ। ତାହେଲେ କ'ଣ? ନା ଜ୍ଞାନ ଭକ୍ତି ବୈରାଗ୍ୟ 3 ଜଣ ହୃଦୟରେ ବସିଲେ ଭଗବାନଙ୍କ କଥା ଶୁଣିବା ପାଇଁ ମଣିଷର ଇଚ୍ଛା ହବ। ତେଣୁ ସମସ୍ତଙ୍କ ହୃଦୟରେ ବିବେକ ଜ୍ଞାନ ଭକ୍ତି ବୈରାଗ୍ୟ ବସିଲେ ତାଙ୍କର ଭକ୍ତି ଚର୍ଚ୍ଚା ବା ଭାଗବତ ଚର୍ଚ୍ଚା ଆରମ୍ଭ ହବ।